ଆଜି ବନେଇବା ମାଛ ଝୋଳ, ସେଇଟା ପୁଣି ବହୁତ କମ୍ ସମୟରେ। ତ ଚାଲନ୍ତୁ ଡେରି ନକରି ବନେଇବା। ପ୍ରଥମେ ଏମିତି ମାଛକୁ କାଟି ଭଲ ଭାବେ ତାକୁ ଗୋଳେଇ ଧୋଇ ଦିଅନ୍ତୁ। ଆଉ ସେଥିରେ ଲୁଣ ଆଉ ହଳଦୀ ପକାଇ ଭଲ ଭାବେ ଗୋଳେଇ 5 ମିନିଟ୍ ପାଇଁ ରଖିଦିଅନ୍ତୁ। ସେଇ ଭିତରେ ଆମେ ଏଇଠି ବନେଇବା ମସଲା ରେଡ଼ି କରିବା। ତ ଚାଲନ୍ତୁ, ଏଇଠି ଜିରା 1 ଚାମଚ ଆଉ 2ଟା ଟମାଟୋ, ଆଉ ଏଇଠି ମୁଁ ଶୁଖିଲା ଲଙ୍କା 2ଟା ନେଇଛି, ଆଉ ରସୁଣ 2ଟା, ପିଆଜ 1, ଧନିଆ ପତ୍ର କିଛି ପକାଇ ତାକୁ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରିଦେବା। ଆଉ ଏପଟେ ଗୋଟେ ଗ୍ୟାସ୍ ଲଗାଇ ସେଥିରେ ଗୋଟେ ତାୱା ବସାଇବା। ତାୱାଟି ଗରମ ହେଲା ପରେ ସେଥିରେ ତେଲ ପକାଇବା। ତେଲଟା ଗରମ ହେଲା ପରେ ସେଥିରେ ଗୋଳେଇ ରଖିଥିବା ମାଛକୁ ଛାଡ଼ିବା। ସବୁ ମାଛକୁ ଏମିତି ଗୋଟେ ଗୋଟେ କରି ଭଲ ଭାବେ ଭାଜି ନେବେ, ଆଉ ଜମା ବି କଞ୍ଚା ରଖିବେନି। ଏମିତି ହିଁ ଭାଜିବେ ପୁରା ଲାଲ ହେବା ଯାଏଁ। ଏପଟ ସେପଟ କରି ଭଲ ଭାବେ ଭାଜିବେ ଯେମିତି କଞ୍ଚା ନ ରହିଯାଏ। ତ ଏମିତି ଦେଖନ୍ତୁ, ଏମିତି ମାଛ ଗୁଡ଼ା ସବୁ ଭାଜି ଦେବେ। ଏଠି ଗୋଟେ କଡ଼େଇ ଗରମ କରି ସେଥିରେ ତେଲ ନିଅନ୍ତୁ। ତେଲଟା ଗରମ ହେଲା ପରେ ରଖିଥିବା ବାଟଣ ପକାଇ ସେଥିରେ ଲୁଣ ଆଉ ହଳଦୀ ଦେଇ ଭଲ ଭାବେ କଷି ଦିଅନ୍ତୁ। ଆଉ ଦେଖନ୍ତୁ, ଏଇଠି 5 ମିନିଟ୍ ଖଣ୍ଡେ କଷିବେ, କାହିଁକିନା ବାଟଣଟା ଆମର ଭଲସେ ଜରିବ, ନହେଲେ ବାଟଣ ସ୍ମେଲ୍ କରିବ। ତ ଏବେ ପାଣି ଦେଇଦେବା ଆମେ। ବାଟଣ ଆମର ହେଇଗଲାଣି। ଏଇଠି ମୁଁ ଡେରି ନ କରିକି ପାଣି ଦେଇଥିଲି। ଆଉ ଝୋଳ ଆମର ଯେମିତି ଆମେ ଝୋଳ ଖାଇବା ସେମିତି ହିଁ ପାଣି ଦେବା। ଆଉ ଏଇଠି ପାଣିଟା ଫୁଟିଗଲା ପରେ ମାଛ ଛାଡ଼ି ଦେଇଥିଲି। ଆଉ 5 ମିନିଟ୍ ପରେ ମୁଁ ଏଇଠି ଧଣିଆ ପତ୍ର ଦେଇଥିଲି। ଧଣିଆ ପତ୍ରଟା କାଟିକି ରଖିଥିଲେ ସେଇଆକୁ ଶେଷରେ ପକାଇବ। ଆଉ କିଛି ସମୟ ଫୁଟିବାକୁ ଛାଡ଼ିଦେବା। ଫୁଟିଗଲା ପରେ ଆମେ ପ୍ରସ୍ତୁତ ହେଇଯିବ ମାଛ ତରକାରୀ। ତ ନିଶ୍ଚୟ ଥରେ ଟ୍ରାଏ କରିବ। ଆଉ ଗରମ ଭାତ ସହିତ ବହୁତ ହିଁ ଭଲ ଲାଗିବ। ଯଦି ମୋ ଭିଡ଼ିଓକୁ ଏପର୍ଯ୍ୟନ୍ତ ଲାଇକ୍ ସେୟାର କରିନାହାନ୍ତି ତ ପ୍ଲିଜ୍ ଲାଇକ୍ ସେୟାର କରିଦିଅନ୍ତୁ। ଆଉ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେ ନାହିଁ। ଦେଖା ହେବ ନେକ୍ସଟ ବ୍ଲଗ୍ରେ। ରଖୁଛି।